ଯଦି କାହାକୁ ଗାଳି ଦେବେ ବୁଧଦେବ ତାଙ୍କ ସହିତ ଏପରି କରିଥାନ୍ତି। ସାଧାରଣତଃ କେତେକ ମହିଳା ଟେନସନରେ ନିଜ ପିଲା ଏବଂ ସ୍ୱାମୀ ଶାଶୁ ଶ୍ୱଶୁରଙ୍କୁ ଗାଳି ଦେଇଥାନ୍ତି। କଥାରେ କଥାରେ ଅପମାନିତ ଶବ୍ଦ ବ୍ୟବହାର କରନ୍ତି କିମ୍ବା ପରସ୍ପରକୁ ଦୁର୍ବ୍ୟବହାର କରନ୍ତି। ଏହି ଅଭ୍ୟାସ ଗୁଡ଼ିକ ହେତୁ କେବଳ ସେମାନଙ୍କର ଇମେଜ ନଷ୍ଟ ହୋଇନଥାଏ, ବରଂ ଏହା ଗ୍ରହ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କେଉଁ ଗ୍ରହ ମହିଳାମାନେ ଗାଳି ଦେବା ଦ୍ୱାରା ନଷ୍ଟ ହୋଇଯାଏ ଏବଂ ଏହା ହେତୁ କେଉଁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଗାଳି ଦ୍ୱାରା ନଷ୍ଟ ହୁଏ ଏହି ଗ୍ରହ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ଗ୍ରହ ଗାଳି ଦ୍ୱାରା ପ୍ରଭାବିତ ହେବା ଆରମ୍ଭ କରନ୍ତି। ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ଲୋକମାନେ ଅନେକ ସମୟରେ ବିନା କାରଣରେ କ୍ରୋଧିତ କିମ୍ବା ଦୁଃଖ ଅନୁଭବ କରନ୍ତି। ଅନେକ ଥର ଲୋକମାନେ କ୍ରୋଧରେ ଗାଳି ଦେବା ଆରମ୍ଭ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ନିଜେ ପରେ ଅନୁତାପ କରିବାକୁ ପଡ଼େ। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବ ବକ୍ତବ୍ୟ ଏବଂ ବୁଦ୍ଧିର କାରକ ଭାବରେ ବିବେଚନା କରାଯାଏ। ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ବୁଧ ଗ୍ରହକୁ କ୍ଷତି ପହଞ୍ଚାଇଥାଏ। ବୁଧ ଗ୍ରହର ଦୁର୍ବଳତା ଜୀବନ ଉପରେ ବିଭିନ୍ନ ନକାରାତ୍ମକ ପ୍ରଭାବ ପକାଇଥାଏ। ବୁଧବାର ଖରାପ ପ୍ରଭାବ ଯୋଗୁଁ ଅନେକ ପ୍ରକାରର ମାନସିକ ସମସ୍ୟା ଦେଖାଦେଇଥାଏ। ଏହି କାରଣରୁ ମହିଳାମାନଙ୍କୁ ଏକାଗ୍ରତାର ଅଭାବ, ଦୁର୍ବଳ ସ୍ମୃତି, ଚିନ୍ତା, ଉଦାସୀନତା ଏବଂ ନିଷ୍ପତ୍ତି ନେବାରେ ଅସୁବିଧା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ବୁଧ ଗ୍ରହର ଦୁର୍ବଳତା କାରଣରୁ ଯୋଗାଯୋଗରେ ବାଧା, ଭୁଲ ବୁଝାମଣା, ଅନ୍ୟମାନଙ୍କ ସହିତ ମତଭେଦ, ଝଗଡ଼ା, ଅଲଗା ହେବା, ଶିକ୍ଷା କ୍ଷେତ୍ରରେ ବାଧା, କର୍ମକ୍ଷେତ୍ରରେ ଖରାପ ପ୍ରଦର୍ଶନ, ବ୍ୟବସାୟରେ କ୍ଷତି, ଚାକିରିରେ ସମସ୍ୟା ଭଳି ସମସ୍ୟା ରହିଥାଏ। ବୁଧକୁ ଏକ ଦୁର୍ବଳ କିମ୍ବା ଅପ୍ରୀତିକର ସ୍ଥିତିରୁ ରକ୍ଷା କରିବା ପାଇଁ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ଝଗଡ଼ା କରିବା କିମ୍ବା ଅପମାନଜନକ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ। ଭୁଲ ଦ୍ୱାରା ମଧ୍ୟ ଅପମାନଜନକ ଭାଷା କହିବା ଉଚିତ ନୁହେଁ। ଏହା ବ୍ୟତୀତ ବୁଧବାର ଦିନ ଉପବାସ ରଖନ୍ତୁ ଏବଂ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଏମେରାଲ୍ଡ ରତ୍ନ ପିନ୍ଧିବା ଦ୍ୱାରା ମଧ୍ୟ ବୁଧର ସ୍ଥିତିରୁ ଦୃଢ଼ କରିଥାଏ। ବୁଧ ଗ୍ରହ ସହିତ ଜଡ଼ିତ ମନ୍ତ୍ର ଜପ କରନ୍ତୁ। ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ, ଯେଉଁଥିରେ ଏକ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ପର୍ଯ୍ୟାପ୍ତ ନିଦ ଅନ୍ତର୍ଭୁକ୍ତ। ସର୍ବଦା କ୍ରୋଧରୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କର। ଏଥିପାଇଁ ଜଣେ ରୂପା ରିଙ୍ଗ କିମ୍ବା ମୁଦି ପିନ୍ଧିବା ଉଚିତ। ରୂପା ମନକୁ ଶାନ୍ତ କରେ। ଏହା ସହିତ ବ୍ୟକ୍ତିର ଚନ୍ଦ୍ର ଗ୍ରହ ଭଲ ହୋଇଯାଏ ଏବଂ ବ୍ୟକ୍ତି କ୍ରୋଧିତ ହେଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରନ୍ତି। ଯେଉଁମାନେ ଅତ୍ୟଧିକ କ୍ରୋଧିତ ହୁଅନ୍ତି ସେମାନେ ପ୍ରତିଦିନ କପାଳରେ ଚନ୍ଦନ କାଠର ତିଳକ ଲଗାଇବା ଉଚିତ। ଏହା ମଙ୍ଗଳ ଦୋଷରୁ ଆରାମ ପ୍ରଦାନ କରିଥାଏ, ମନକୁ ଶାନ୍ତ କରିଥାଏ ଏବଂ କ୍ରୋଧକୁ ମଧ୍ୟ ହ୍ରାସ କରିଥାଏ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।